ମୁଁ ଆଜି ଏଠି ବସି ଖାଇବାର କାରଣ କଣ କହୁଛି ଶୁଣନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ବିଶ୍ୱଜିତ ସକ୍ସେସିମାନ। ଆଜି ମୁଁ ସକାଳୁ ଉଠିବାଟା ମୋର ବହୁତ ଲେଟ୍ ହେଇଯାଇଥିଲା, କାହିଁକି ନା କାଲି ରାତିରେ ମୁଁ ଲେଟ୍ ରେ ଶୋଇଥିଲି। ଆଉ ସକାଳୁ ଉଠି ଦେଖିଲା ବେଳକୁ ବାପା ଏପଟରେ ଛଣ ଗଦା ଦଉଥିଲେ। ବାପା ଏକେଲା ଗଦା ଦଉଥିବାର ଦେଖି ମୁଁ ଆଉ ରହିପାରିଲିନି। ମୁଁ ତୁରନ୍ତ ବାହାରି ଗଲି ବାପାଙ୍କୁ ସାହାଯ୍ୟ କରିବା ପାଇଁ। ବାପା ଗଦା ଦଉଥିଲା ବେଳେ ମୁଁ ତାଙ୍କ ପାଖକୁ ଛଣ ଗୁଡା ପକେଇ ଦଉଥିଲି, ଯାହା ଫଳରେ କି ବାପା ଜଲ୍ଦି ଜଲ୍ଦି ଗଦା ଦେଇଦେଲେ। ତାପରେ ମୁଁ ଆସି ଦେଖିଲା ବେଳକୁ ମୋର ଦୁଇ ଜଣ ଚୁଇଁ ସାଙ୍ଗ ଖେଳୁଥିଲେ ସାଇକେଲରେ। ଆଉ ତାଙ୍କୁ ଦେଖି ମୋର ଟିକେ ପିଲାଦିନ କଥା ମନେ ପଡିଗଲା। ଆଉ ତାଙ୍କ ସହ ମୁଁ ଟିକେ ମିଶିକି ଖେଳିଦେଲି। ତାପରେ ମୁଁ ଗାଧାପାଧା କରିସାରି ମୁଁ ମୋ ରାନୀକୁ ଗାଧେଇ ଦେଲି, କାହିଁକି ନା ମୁଁ ଯୁଆଡେ ଯାଏ ମୁଁ ମୋ ରାନୀକୁ ସାଥିରେ ନେଇକି ଯାଏ। ଆଉ ମୁଁ ରାନୀକୁ ଗାଧେଇ ଦେଇ ସାରିବା ପରେ ବାପାଙ୍କ ସମ୍ପର୍କୀୟ ଜଣେ ନିମନ୍ତ୍ରଣ କରିଥିଲେ, ସେଥିପାଇଁ ଆମେ ବାପ ପୁଅ ଦୁଇ ଜଣ ରାନୀଙ୍କୁ ଧରି ବାହାରି ଗଲୁ ଭୋଜି ଖାଇବା ପାଇଁ। ଆଉ ସେଠି ଯାଇକି ଦେଖିଲା ପରେ ଏଟା କୌଣସି ଖୁସି ବାସିର କାମ ନଥିଲା, ବରଂ ଦୁଃଖର ବିଷୟ ବୈଶାନ୍ତଙ୍କ ଏକାଦଶ ଥିଲା। ଆଉ ବୈଶାନ୍ତ ଜଣେ ବହୁତ ଭଲ ଲୋକ ଥିଲେ। ବୈଶାନ୍ତ ଡେଥ୍ କରିବାର ଆଜି ହଉଛି 11 ଦିନ, ସେଇ ସକାଶେ ଆମେ ଆସିଥିଲୁ ଭୋଜି ଖାଇବା ପାଇଁ। ଯାହା ହଉନା କାହିଁକି ବୈଶାନ୍ତଙ୍କ ପରିବାର ଲୋକେ ବୈଶାନ୍ତଙ୍କ ଏକାଦଶ ଭୋଜିଟିକୁ ବହୁତ ଆଡମ୍ବରେ ଆଉ ବହୁତ ଲୋକଙ୍କ ପାଇଁ ଆୟୋଜନ ମଧ୍ୟ କରିଥିଲେ। ଆମେ ଖାଇସାରି ଆସିଲା ବେଳେ ବୈଶାନ୍ତଙ୍କ ପାଇଁ ଗୋଟେ କଥାଟେ କହି ଆସିଲୁ, ହେ ପ୍ରଭୁ ଶ୍ରୀ ଜଗନ୍ନାଥ ବୈଶାନ୍ତଙ୍କ ଆତ୍ମାକୁ ଶାନ୍ତି ଦିଅ। ଭିଡିଓଟି ଯଦି ଭଲ ଲାଗିଥିବ ହୃଦୟରୁ ଗୋଟେ ଲାଇକ୍ ଟେ କରିଦେବେ। ଆଜିର ଭିଡିଓ ଏତିକି ଥିଲା, ରହିଲି, ଜୟ ଜଗନ୍ନାଥ।